गुड मॉर्निंग शुभ सकाळ ଆପଣମାନଙ୍କୁ ଜାଡିଜାଡି ବିଟ୍ ଚ୍ୟାନେଲରେ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ କାରଣ ଆପଣମାନେ ଖୁବ୍ କମ୍ ସମୟ ଭିତରେ ଦେଶ ବିଦେଶଠାରୁ ଆରମ୍ଭ କରି ଆମ ରାଜ୍ୟର ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତ ଚାଲନ୍ତୁ ଜାଣିନେବା ଆଜିର ପ୍ରଥମ ଖବର। ଆଜିର ପ୍ରଥମ ଖବର ଡିସେମ୍ବର 25 ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ଡିସେମ୍ବର 25 ତାରିଖରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧିର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବ ଯୋଗୁଁ ବଢ଼ିପାରେ ଶୀତ। ପଶ୍ଚିମ ଝଡ଼ ପ୍ରସ୍ଥାନ ପ୍ରଭାବରେ ରାତ୍ରିର ତାପମାତ୍ରା କମିବାର ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କ୍ଷେତ୍ରରୁ ସୂଚନା ମିଳିଛି। ପାରଦ ତଳମୟ ହେବା ସହ ପ୍ରବଳ ଶୀତ କଡ଼ା କଲବଲ କରୁଛି। ସଞ୍ଜ ନଈରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାତି ଯେତେ ବଢ଼ୁଛି ଶୀତ ସେତେ ଜୋର ବଢ଼ୁଛି। ଉଦୟଗିରି ସହରରେ ତାପମାତ୍ରା 4ରୁ 5 ଡିଗ୍ରୀ ରହିଥିବାର ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ି, ଫୁଲବାଣୀ ଓ ବାଲିଗୁଡ଼ା, ବେଲଘର ସମେତ ଜିଲ୍ଲାରେ ତାପମାତ୍ରା 6ରୁ 8 ଡିଗ୍ରୀ ତାପମାତ୍ରା ରହିଥିବାର ରେକର୍ଡ କରାଯାଇଛି। ପରବର୍ତ୍ତୀ ନ୍ୟୁଜ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ନୂଆଦିଲ୍ଲୀରେ ଆସି 38ତମ ସମ୍ବୋଧନରେ ବକ୍ତୃତା ପ୍ରଦାନ କରି କହିଛନ୍ତି ଯେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସୁରକ୍ଷା ଅପରିହାର୍ଯ୍ୟ। ସମୃଦ୍ଧ ଭାରତ ଗଠନ ପାଇଁ ସୁରକ୍ଷିତ ଭାରତ ନିର୍ମାଣ କରିବା ଜରୁରୀ। ରାଷ୍ଟ୍ରପତି କହିଛନ୍ତି ଯେ ଭାରତରେ ଆତଙ୍କବାଦୀ ସୀମା ବିବାଦ ଓ ସାଇବର ଅପରାଧ ଭଳି ଅନେକ ଆହ୍ୱାନ ଦେଇଛନ୍ତି। ସେ ସିଆଇବି କର୍ମକର୍ତ୍ତାଙ୍କୁ ଆଦର୍ଶ ନାୟକ ଭାବେ ବର୍ଣ୍ଣନା କରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ସେମାନଙ୍କୁ ଅନୁଦାନ ପ୍ରଶଂସା କରିଛନ୍ତି। ତାଙ୍କ ଅନୁଯାୟୀ ଦେଶର ମାଓବାଦୀ ହିଂସା ଏବେ ପର୍ଯ୍ୟନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋସିଆଲ ମିଡ଼ିଆରେ ବ୍ୟାପୁଥିବା ଭୁଲ ତଥ୍ୟକୁ ରୋକିବା ପାଇଁ ସେ ନାଗରିକମାନଙ୍କୁ ସତର୍କ କରିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ସୁରକ୍ଷା କେବଳ ସଂସ୍ଥାପନମାନଙ୍କର ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ସତର୍କ ନାଗରିକମାନଙ୍କର ସହଯୋଗ ହିଁ ଏହି ବିକଶିତ ଭାରତ ଗଢ଼ିବାର ପ୍ରମୁଖ ନିୟମ। ଓଡ଼ିଶାରେ 150ଟି ନୂଆ ଓ 108 ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ 150ଟି ନୂଆ 108 ଆମ୍ବୁଲାନ୍ସ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମୁଦାୟ 428ଟି ନୂଆ ଆମ୍ବୁଲାନ୍ସ କିଣିବାକୁ 111 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ପୁରୁଣା ଗାଡ଼ିର ସ୍ଥାନ ନେବ। ଏହି ନୂଆ ଆମ୍ବୁଲାନ୍ସ ମଧ୍ୟରେ ବିମାନବନ୍ଦର ପାଇଁ 5ଟି ଏବଂ ଝାରସୁଗୁଡ଼ା ହୃଦରୋଗ ପାଇଁ 2ଟି ଜୀବନରକ୍ଷକ ଗାଡ଼ି ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୋଗୀମାନଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ପ୍ରତିଦିନ ପ୍ରାୟ 5,000 ରୋଗୀ ଏହି ସେବା ଉପଭୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରବର୍ତ୍ତୀ ନ୍ୟୁଜ୍। ଗାଜାରେ 9.8 ଲକ୍ଷ କୋଟି ଟଙ୍କାରେ ନିର୍ମାଣ ହେବ ସ୍ମାର୍ଟ ସିଟି। ଟ୍ରମ୍ପ ଦେବେ 5 ଲକ୍ଷ କୋଟି ଟଙ୍କା। ଯୁଦ୍ଧରେ ଧ୍ୱଂସ ହୋଇଯାଇଥିବା ଜାଗାର ପୁନର୍ନିର୍ମାଣ ପାଇଁ ବହୁତ ବଡ଼ ଯୋଜନା ଉପସ୍ଥାପନ କରିଛନ୍ତି। ଏହି ଯୋଜନାରେ 9.3 ଲକ୍ଷ କୋଟି ଟଙ୍କା ବ୍ୟୟରେ ଗାଜାକୁ ଏକ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରାଯିବ। ଏଥିରେ ପ୍ରାୟ 5 ଲକ୍ଷ କୋଟି ଟଙ୍କାର ସହାୟତା ଆମେରିକା ଡୋନାଲ୍ଡ ଟ୍ରମ୍ପ ସରକାର ସହାୟତା କରିବେ। ଏହି ପ୍ରକଳ୍ପରେ ବିଳାସପୂର୍ଣ୍ଣ ସ୍ମାର୍ଟ ସିଟିରେ ସମୁଦ୍ରମୁହାଁ ହୋଟେଲ ଏବଂ ହାଇସ୍ପିଡ୍ ଟ୍ରେନ୍ର ସୁବିଧା ମଧ୍ୟ ଉପଲବ୍ଧ ରହିବ। ଆମେରିକାର ରାଷ୍ଟ୍ରପତିଙ୍କ ଜ୍ୱାଇଁ କେରେଡ୍ କୁଶନର ଏବଂ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱାଟକଫ୍ ଏହି ଯୋଜନାର ପ୍ରସ୍ତୁତ କରିଛନ୍ତି। ଏହାର ନାମ ପ୍ରୋଜେକ୍ଟ ସନରାଇଜ୍ ରଖାଯାଇଛି। ଜାଗାକୁ ଅବଶେଷ ତଳୁ ବାହାର କରି ଏକ ନୂଆ ତଥ୍ୟ ଆଧୁନିକ ପରିଚୟ ଦେଇ ଆନ୍ତର୍ଜାତିକ ସ୍ତରରେ ସହର ନିର୍ମାଣ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପରବର୍ତ୍ତୀ ନ୍ୟୁଜ୍। ମଧ୍ୟପ୍ରଦେଶ ଚିଠା ଭୋଟର ତାଲିକା ପ୍ରକାଶ। ମଧ୍ୟପ୍ରଦେଶର ସମସ୍ତ 230ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଳବାର ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଭୋଟରମାନେ ମଙ୍ଗଳବାର ସକାଳ 10ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ନିଜର ନାମ ଯାଞ୍ଚ କରିପାରିବେ। ଏହା ଭୋଟରମାନଙ୍କ ପାଇଁ ନୂତନ ନାମ ପଞ୍ଜୀକରଣ କରିବା, ଭୁଲ ସଂଶୋଧନ କରିବା କିମ୍ବା ଅଦରକାରୀ ନାମ ବାଦ୍ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ନିର୍ବାଚନ କମିଶନ ନିର୍ଦ୍ଦେଶକ୍ରମେ ବିଶେଷ ସଂଶୋଧନ ପ୍ରକ୍ରିୟା ଆରମ୍ଭ ଓ ନୂତନ ସ୍ଥାନାନ୍ତରିତ ଏବଂ ନକଲି ଭୋଟରମାନଙ୍କ ନାମକୁ ତାଲିକାରୁ ବାଦ୍ ଦିଆଯାଇଛି
ଯଦି କୌଣସି ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରେ ନାହିଁ, ତେବେ ସେମାନେ ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିପାରିବେ। ଏହି ଦାବି ଓ ଆପତ୍ତି ଗ୍ରହଣ କରିବା ପାଇଁ 2026 ଜାନୁଆରୀ 22 ତାରିଖ ପର୍ଯ୍ୟନ୍ତ ଚାଲିଥିବା। ଏହାପରେ 2026 ଫେବୃଆରୀ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟରମାନେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଏକ ପ୍ରକାର ସାମିଲ ହେବାକୁ କୁହାଯାଇଛି। ପରବର୍ତ୍ତୀ ନ୍ୟୁଜ୍, ଜର୍ମାନୀରେ ରାହୁଲଙ୍କୁ ଟାର୍ଗେଟ। ବିଜେପି ସମ୍ବିଧାନ ଶେଷ କରିବାକୁ ଷଡ଼ଯନ୍ତ୍ର କରୁଛି। ଲୋକସଭା ବିରୋଧରେ ଦଳର ନେତା ରାହୁଲ ଗାନ୍ଧୀଙ୍କର ଜର୍ମାନୀ ଗସ୍ତର ଭିଡ଼ିଓ ଭାଇରାଲ କରିଦେଇଛି। ଏଥିରେ ସେ ବିଜେପିକୁ ତୀବ୍ର ସମାଲୋଚନା କରୁଥିବା ଦେଖାମିଳିଛି। ରାହୁଲଙ୍କ ଅଭିଯୋଗରେ ଲଗାଯାଇଥିବା ଏହି ବିଜେପି ଭାରତୀୟ ସମ୍ବିଧାନକୁ ଶେଷ କରିବାକୁ ଷଡ଼ଯନ୍ତ୍ର କରୁଛି। ସବୁ ନାଗରିକଙ୍କୁ ସମାନ ଅଧିକାର ଦେଉଥିବା ସମ୍ବିଧାନ ମୂଳ ଭାବନାକୁ ହଟାଇବାକୁ ଚାହୁଁଛି। ସୂଚନାଯୋଗ୍ୟ ଯେ ରାହୁଲ ଗତ 17ରୁ 19 ତାରିଖ ପର୍ଯ୍ୟନ୍ତ ଜର୍ମାନୀରେ ଗସ୍ତ କରିଥିଲେ। ଏହି ଗସ୍ତରେ ବର୍ଲିନ ସ୍ଥିତ ହଟ୍ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ କହିଥିଲେ। ସୋମବାର ଗସ୍ତରେ କଂଗ୍ରେସ ଏହି ଭିଡ଼ିଓରେ ଜାରି କରିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଯୁକ୍ତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ। ଏହିସବୁ ଜିନିଷ ହୋଇଯିବ ଶସ୍ତା, କୃଷକକୁ ମିଳିବ ଲାଭ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏଫ୍ଟିଏକୁ ମିଳିଛି ମଞ୍ଜୁରୀ। ସୋମବାର ଫୋନ୍ର ଆଲୋଚନା ପରେ ବ୍ୟାପକ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ନେଇ ଐତିହାସିକ ଘୋଷଣା ଚୁକ୍ତି କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୁଦୃଢ଼ କରିବା ଏବଂ ଆଗାମୀ ବର୍ଷ ଅଭୂତପୂର୍ବ ନିବେଶ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏହିସବୁ ନିୟମ। ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ପ୍ରଭାବ। ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ ଏବଂ ନୂତନ ବର୍ଷ ଆସିବ। ଏହି ସହିତ ନିୟମାବଳୀ ଅନେକ ପରିବର୍ତ୍ତନ ଦେଖାଯିବ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ପ୍ରଭାବ। ବ୍ୟାଙ୍କିଂ ନିୟମ ଠାରୁ ଆରମ୍ଭ କରି ଟିକସ, ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ନିୟମ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ପରିବର୍ତ୍ତନଗୁଡ଼ିକ ଚାଷୀ, ଯୁବକ, ସରକାରୀ କର୍ମଚାରୀ, ମଧ୍ୟବିତ୍ତ ବର୍ଗ ଏବଂ ସାଧାରଣ ଲୋକଙ୍କ ପ୍ରଭାବକୁ ପ୍ରଭାବିତ କରିବ। ତେଣୁ ଆସନ୍ତୁ ଜାଣିବା ଏହିସବୁ କ'ଣ ପ୍ରଭାବିତ କରିବ। 2026 ସହିତ ଜଡ଼ିତ ସୂଚନା ପ୍ରଦାନ କରାଯିବ। ରେସନ କାର୍ଡ ପାଇଁ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଚାଷୀ ଏବଂ ଗ୍ରାମବାସୀଙ୍କୁ ଆଶ୍ୱାସନା ଦିଆଯିବ। ଏହିପରି ବହୁତ ରେସନ କାର୍ଡର ପରିବର୍ତ୍ତନ ହୋଇଯିବ। ଚାଷୀମାନଙ୍କ ପାଇଁ ଫସଲ ବୀମା ଯୋଜନା, ଯିଏକି ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଚାଷୀ ଓ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ଚାଷୀ ପରିଚୟ ପତ୍ର ବିନା ପ୍ରଧାନମନ୍ତ୍ରୀ କିଷାନ କିସ୍ତି ବନ୍ଦ ହୋଇଯାଇପାରେ। ପିଏମ୍ ଫସଲ ବୀମା ଯୋଜନା 2026ରୁ ଆରମ୍ଭ କରି ଅର୍ଥାତ୍ ଖରିଫ 2026 ମଧ୍ୟ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷତି ହୋଇଥିବା ଫସଲକୁ ମଧ୍ୟ କଭର କରାଯିବ। 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ରିପୋର୍ଟ ବାଧ୍ୟତାମୂଳକ କରାଯିବ। ଏହିଭଳି ସମସ୍ତ ନିୟମ 2026 1 ତାରିଖରୁ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ ରହିଛି। କର୍ମଚାରୀଙ୍କ ଖାତାକୁ ଆସିବ 2,80,000 ଟଙ୍କା। ଜାଣନ୍ତୁ କେବେ? ଅଷ୍ଟମ ବେତନ କମିଶନ ସୁପାରିଶ ଅନୁଯାୟୀ କର୍ମଚାରୀମାନେ ବର୍ଦ୍ଧିତ ଟଙ୍କା ପୁରୁଣା ଦରମାର ବାକି ପ୍ରଦାନ କରାଯିବ। ଯଦି କେନ୍ଦ୍ର ସରକାର 2028 ପ୍ରାରମ୍ଭରେ ଅଷ୍ଟମ ବେତନ କମିଶନ ଲାଗୁ କରନ୍ତି, ତେବେ 30ରୁ 34% ଦରମା ବୃଦ୍ଧି ହୋଇପାରେ ସମ୍ଭାବନା ରହିଛି। ଯଦି ବେତନ କମିଶନ କାର୍ଯ୍ୟକାରୀ ହେବାକୁ 2 ବର୍ଷ ବିଳମ୍ବ ହୁଏ, ତେବେ କର୍ମଚାରୀଙ୍କ ପ୍ରାୟ 2,80,000 ଟଙ୍କା ଅଧିକ ହୋଇପାରେ। ସପ୍ତମ ବେତନ କମିଶନ ଡିସେମ୍ବର 31, 2025ରେ 10 ବର୍ଷ ପାଇଁ ଶେଷ ହେବ। ନୂଆ ଅଷ୍ଟମ ବେତନରେ କେନ୍ଦ୍ରୀୟ ବେତନ କମିଶନ ପ୍ରଗତି ଏବେ କେନ୍ଦ୍ର ବିନ୍ଦୁରେ। ବିଶ୍ୱକପ୍ ପୂର୍ବରୁ ସନ୍ନ୍ୟାସ ନେଲେ ଚମକ ହେଲେ ଏହି ଖେଳାଳି। ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। 2026 ଟି20 ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଡିସେମ୍ବର 20 ତାରିଖରେ ଘୋଷଣା କରାଯାଇଥିଲା। 2026 ଟି20 ବିଶ୍ୱକପ୍ ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7 ତାରିଖରେ ଆରମ୍ଭ ହେବ। ଏହି ଫାଇନାଲ ମ୍ୟାଚ୍ 8 ତାରିଖରେ ଅନୁଷ୍ଠିତ ହେବ। 2026 ଟି20 ବିଶ୍ୱକପ୍ ପୂର୍ବରୁ ଜଣେ ଷ୍ଟାର ଭାରତୀୟ ଖେଳାଳିଙ୍କର ଅବସର ଘୋଷଣା କରାଯାଇଛି। ସେ 2021ରେ ଭାରତୀୟ ପାଇଁ ଖେଳୁଥିଲେ। ତାପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଲା ନାହିଁ। 2026 ଟି20 ବିଶ୍ୱକପ୍ ପୂର୍ବରୁ ଭାରତର
ଟୁର୍ ଖେଳାଳି କୃଷ୍ଣପ୍ପା ଗୌତମ ତାଙ୍କର ଅବସର ଘୋଷଣା କରିଛନ୍ତି।